ଚାଲି ଚାଲି ଟିକେ ଥକିଗଲି ତ ଥକନ୍ତୁ ନାହିଁ। ଥକିଯିବେ କି ଆଜ୍ଞା? ଉପରକୁ ଉଠି ଆସିବେ ପାରିବେ ନା ନାହିଁ? ଜୟ ଶ୍ରୀରାମ କହି ଆପଣ ଏଠାକୁ ଚାଲି ଆସନ୍ତୁ ଏବଂ ମନ୍ଦିରଟିକୁ ପରିଦର୍ଶନ କରନ୍ତୁ ଏବଂ ଏ ପାହାଡ଼ ଦ୍ୱାରା ଆଚ୍ଛାଦିତ ବୃକ୍ଷ ଆଦିକୁ ଅବଲୋକନ କରନ୍ତୁ। ବାସ୍ତବରେ ଉପରକୁ ଉଠିଲା ବେଳକୁ ଟିକିଏ ଥକା ଲାଗୁଛି ଏବଂ ନିଶ୍ୱାସ ପ୍ରଶ୍ୱାସ ଘନ ଘନ ଯିବା ଆସିବା ମଧ୍ୟ କରୁଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ। ପାହାଚ ଦେଇ ବର୍ତ୍ତମାନ ଯାଉଛି, ଆପଣମାନଙ୍କୁ ମଧ୍ୟ ସାଙ୍ଗରେ ନେଇଯାଉଛି। ଆପଣମାନେ ଆସନ୍ତୁ। ଦେଖନ୍ତୁ ଆଜ୍ଞା, ଇଏ ହେଉଛି ପଳାଶ ଫୁଲ, କେତେ ସୁନ୍ଦର ଦେଖାଯାଉଛି। ଅନେକ ପକ୍ଷୀ ସେ ଗଛ ଉପରେ ବସି ରାବ କରୁଛନ୍ତି। ବହୁତ ପରିଶ୍ରମ ପରେ ଧଇଁ ସଇଁ ହୋଇ ଆସି ମୁଁ ଶ୍ରୀରାମଙ୍କ ମନ୍ଦିର ନିକଟରେ ପହଞ୍ଚିଗଲି। ଆପଣମାନେ ଦେଖନ୍ତୁ, ଶ୍ରୀରାମଙ୍କ ମନ୍ଦିର ଉପରେ ଏକ ନେତ ଉଡ଼ୁଛି। ଚାଲନ୍ତୁ ଆଗକୁ ଯିବା ଏବଂ ଯେଉଁ ସ୍ଥାନରେ ଶ୍ରୀରାମଙ୍କ ମନ୍ଦିର ଅବସ୍ଥିତ ତା'ର ଚତୁର୍ଦିଗକୁ ଲକ୍ଷ୍ୟ କରନ୍ତୁ। କିଭଳି ପରିବେଶ ହୋଇଛି ଏବଂ ଏଠାରୁ ମଧ୍ୟ ଆପଣମାନେ କଙ୍କଡ଼ାହାଡ଼ ଗ୍ରାମଟିକୁ ମଧ୍ୟ ଦେଖିପାରିବେ। କଙ୍କଡ଼ାହାଡ଼ ବାସିନ୍ଦାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ତାଙ୍କ ଗ୍ରାମରେ ଏଭଳି ଏକ ସ୍ଥାନ ଅଛି ଏବଂ ଯେଉଁ ସ୍ଥାନ କି ଶ୍ରୀରାମଙ୍କ ମନ୍ଦିର ମଧ୍ୟ ସ୍ଥାପିତ ହୋଇଛି। ନିକଟରେ ନଦୀଟି ବହିଯାଇଛି। ଆଗକୁ ରାମନବମୀ ଯାତ୍ରା ମଧ୍ୟ ଆସୁଛି। ଦେଖନ୍ତୁ, ସେ ବୃକ୍ଷରେ ଟିକେ ହାଲୋଜେନ୍ ଲାଇଟ୍ ମଧ୍ୟ ଲାଗିଛି। ମନ୍ଦିରଟି ଆପଣମାନେ ଦେଖିପାରୁଥିବେ ପରିଷ୍କାର ଭାବରେ। ଦେଖନ୍ତୁ ଏବଂ ଭକ୍ତି ମଧ୍ୟ କରନ୍ତୁ।
आमे एक स्वर कही उठिबा जय श्री राम जय श्री राम जय श्री राम। अन्य पार्श्व को टिके आपन को नहीं जाउजी। निम्न भाग को देखंतु सेपटे नदी बही जाइए देखंतु। जय श्री राम जय श्री राम जय श्री राम।